हेलो हाय नमस्कार एंड ସମସ୍ତଙ୍କୁ ହାପି ମକର ସଂକ୍ରାନ୍ତିର ଅଶେଷ ଶୁଭକାମନା। ସରି ମୋର ଟିକେ ଭିडिଓ ଲେଟ୍ ହେଇଗଲା ତ ଫାଷ୍ଟ ମୁଁ ଷ୍ଟାର୍ଟିଂ କରୁଛି ମୋର ଠାକୁର ପୂଜାରୁ। ତାପରେ ଆଜି ଯେହେତୁ ମକର ସଂକ୍ରାନ୍ତି ତ ଖିଚୁଡ଼ି ବନା है ମୁଁ ଆଜି ଖିଚୁଡ଼ି ବନାଉଛି ଆପଣମାନଙ୍କୁ ଦେଖୁଛି। ଫାଷ୍ଟ ମୁଁ ନେଇଛି ବିନ୍ସ ଗାଜର आलू ଆଉ କଖାରୁ ଗ୍ରୀନ ମଟର ଏଇ ସବୁ ପରିବା ନେଇକି ଆଜି ବନେଇବା ଖିଚୁଡ଼ି। ଫାଷ୍ଟ ମୁଁ ପାଣି ଗରମ କରି ନେଇଛି, ତାପରେ ଚାଉଳ ଧୋଇକି ପକେଇଲି, ତାପରେ ଡାଲି ଧୋଇକି ପକେଇବେ, ତାପରେ ଲୁଣ ପକେଇବେ, ତାପରେ ଟିକେ ହଳଦୀ ବି ପକେଇବେ। ତାପରେ ସେ जो ପରିବାକୁ ଧୋଇକି ରଖିଥିବା ଭଲसे ତାକୁ ଟିକେ ଭାଜି ନେବେ। ତାପରେ ଆଳୁ କିନ୍ତୁ ପରିବା ସହିତ ଭାଜିବେନି ନହେଲେ ବହୁତ ସିଝିଯିବ। ଆଳୁ ଟିକେ ପଛରେ ଭାଜିବେ। ତା ଆଳୁ ଟିକେ ସିଝିଗଲା ପରେ କଖାରୁ ପକେଇବେ। ତାପରେ ଭଲसे ଭାଜିବେ, ଟିକେ ସିଝେଇ ନେବେ ଟିକେ ସିଝିଲା ଭଳିଆ। ପଟରେ ଆଉ ଆମର ଭାତ ଆଉ ଡାଲି ସିଝୁଛି ତ ସିଝିଗଲା ପରେ ଆମେ ସେଇ ଯୋଉ ଆଳୁ ଆଉ କଖାରୁକୁ ପକେଇଦବା ସେଇ ଫୁଟୁଥିବା ଖିଚୁଡ଼ିରେ। ସେ ଟିକେ ବେଶୀ ଭଲसे ସିଝିଯିବ। ତାପରେ କିଛି କଟା କଞ୍ଚା ଲଙ୍କାକୁ ପକେଇଦବା। ବେଶୀ ଟିକେ ଝାଲ ଝାଲ ହେଇଯିବ ନା, ଭଲ ଲାଗିବ। ତ ପୁଣି ସେ ଯୋଉ ପରିବା ଗାଜର ଆଉ ବିନ୍ସ ପକେଇଦବା। ତାପରେ ଏଠି ବଘାରିବା ପାଇଁ ସେଇ କଢ଼େଇରେ ତେଲ ଟିକେ ନେଇଯାଇଛି, ଆଉ ଅଦା ଜିରା ଭୃଷଙ୍ଗ ପତ୍ର ଆଉ ଟମାଟର ଆଉ ହଳଦୀ ଲୁଣ ଟିକେ ଦେବେ, ଆମର ଧଣିଆ ଗୁଣ୍ଡ ତାକୁ ଦେଇକି ଭଲसे ଟିକେ ଗୋଳେଇ ନେବେ। ଆରି ଭିତରେ ଆମର ଚାଲି ଆସିଲେ ମୋ ହଜବେଣ୍ଡ। ତାପରେ ମୁଁ ଟିକେ କ୍ୟାମେରା ଟିକେ ଅଳବାଙ୍କ ହେଇଯାଇଛି, ଇଗ୍ନୋର କରିବେ ତାକୁ। ତାପରେ ଆମର ଯିବା ରୋଷେଇକି। ପୁଣି ଗ୍ରୀନ ମଟର ରଖିଥିଲି ଯୋଉ ତାକୁ ବି ପକେଇଦବା। ପକେଇକି ଭଲसे ଟିକେ ଗୋଳେଇକି ସେ ଖେଚୁଡ଼ିରେ ପକେଇଦେଲି। ତାପରେ ଭଲसे ଟିକେ ଗୋଳେଇକି ଟିକେ ଲାଷ୍ଟକୁ ଦେଶୀ ଘିଅ ଟିକେ ଦେଇଦେବେ। ୱାଓ ୱାଓ ୱାଓ, ତ ବାସ୍ନା ମହକି ଯିବ ଆଉ ଖିଚୁଡ଼ି ଖାଇବାର ମଜା ବି ଆସିଯିବ। ମୋର ଏଇ ଖେଚୁଡ଼ି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ଯଦି ମୋ ଭିଡ଼ିଓ ଭଲ ଲାଗିଥାଏ ତାହେଲେ ଲାଇକ୍ ସେୟାର କମେଣ୍ଟ ସବସ୍କ୍ରାଇବ୍ ସବୁ କରିନେବେ। ରହୁଛି।